ମେରିନଗର ପାରିଶକୁ ନିଜ ପାଣ୍ଠିରୁ ସୋଲାର ଲାଇଟ୍ ପ୍ରଦାନ କରିଲେ ପାରଳାଖେମୁଣ୍ଡି ବିଧାୟକ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ମେରିନଗର ପାରିଶରେ ଆଜି ଲୁର୍ଦୁ ମେରି ମାତାଙ୍କ ପର୍ବ ଅନୁଷ୍ଠିତ ହୋଇଛି। ଏହି ସଭାରେ ଆଖପାଖର ପ୍ରାୟ 50ରୁ ଊର୍ଦ୍ଧ୍ୱ ଗ୍ରାମର ଜନସାଧାରଣ ଉପସ୍ଥିତ ହୁଅନ୍ତି। ପ୍ରତ୍ୟେକ ବର୍ଷ ଫେବୃଆରୀ ମାସରେ 3 ଦିନ ଧରି ଏହି ସଭା ଚାଲିଥାଏ। ଆଜି ଏହି ସଭାରେ ମୁଖ୍ୟ ଅତିଥି ଭାବେ ପାରଳା ଯୁବ ବିଧାୟକ ଇଞ୍ଜିନିୟର ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲା ବେଳେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବାରା ତିରୁପତି ରାଓ ଓ କାଉନ୍ସିଲର କାଟିକା ରାମା ରାଓ ଉପସ୍ଥିତ ଥିଲେ। ଉକ୍ତ ସଭାରେ ପାରଳା ବିଧାୟକ ନିଜ ଅଭିଭାଷଣରେ ଯୁବକ ଯୁବତୀମାନଙ୍କୁ ଶିକ୍ଷା ବିଷୟରେ ପରାମର୍ଶ ଦେଇ କହିଥିଲେ, ଶିକ୍ଷା ନିଜ ପରିବାରକୁ ନିଜ ଭବିଷ୍ୟତକୁ ଆଲୋକ ପ୍ରଦାନ କରିଥାଏ। କାଥୋଲିକ ଚର୍ଚ୍ଚର ଫାଦରମାନେ ବର୍ଷ ବର୍ଷ ଧରି ଯେଉଁ ଶିକ୍ଷା ପ୍ରଦାନ କରନ୍ତି ତାହା ଛୋଟ ଛୋଟ ପଲ୍ଲୀ ଗାଁମାନଙ୍କରେ ବହୁତ ଉପକାର ହୋଇଥାଏ। ବିଧାୟକ ଖୁସି ହୋଇ ନିଜ ବିଧାୟକ ପାଣ୍ଠିରୁ ସୋଲାର ଲାଇଟ୍ ଦେବା ପାଇଁ ଘୋଷଣା କରିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ତିରୁପତି ରାଓ ସଭାରେ ନୂଆ ସରକାର ଉପରେ ବର୍ଷିଥିଲେ। ଜାତି ଧର୍ମକୁ ନେଇ ସରକାର ଯେଉଁ ଭେଦଭାବ ସୃଷ୍ଟି କରୁଛନ୍ତି ତାହା ଠିକ ନୁହେଁ ବୋଲି ପ୍ରକାଶ କରିଥିଲେ। ଭାରତରେ ସବୁ ଧର୍ମର ଲୋକଙ୍କର ଅଧିକାର ଅଛି ବୋଲି ପ୍ରକାଶ କରିଥିଲେ। ଏହି ସଭାରେ 6-7 ପଞ୍ଚାୟତର ଜନସାଧାରଣ ଉପସ୍ଥିତ ହୋଇଥିଲେ। ବୃଷବ ପଞ୍ଚାୟତ ପୂର୍ବତନ ସରପଞ୍ଚ ସିମିୟ ଭୁୟାନ ଏବଂ ପରିଡ଼ା ପୂର୍ବତନ ସରପଞ୍ଚ ସିମନ ମଣ୍ଡଳ ଓ ମହେନ୍ଦ୍ର ପ୍ରଧାନ, ପାଉଲପାଣି ପ୍ରମୁଖ ଉପସ୍ଥିତ ଥିଲେ। ଗାଇବା ପୋଲିସ ଫାଣ୍ଡି ଅଧିକାରୀ ରାମକୃଷ୍ଣ ଦାସ ଏବଂ ଟିମ୍ ଦାୟିତ୍ୱରେ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଗଜପତିରୁ ପ୍ରବୀଣ କୁମାର ଲିମାଙ୍କ ରିପୋର୍ଟ, ଖବର ତରଙ୍ଗ।